କିଛି ଦିନ ପୂର୍ବରୁ ମୁଁ ଗୋଟେ ଭିଡ଼ିଓ ବନେଇଥିଲି ଗୋଟେ ଆପାର୍ଟମେଣ୍ଟର ପାର୍ଟି ଇନସିଡେଣ୍ଟରେ ଯେଉଁଠି କିଛି ଝିଅ ପୁଅ ବ୍ୟାଚଲର ମାନେ ପାର୍ଟି କରୁଥିଲେ ଆଉ ସୋସାଇଟି ମାନେ ଅଙ୍କଲ ଆସିଲେ ତାଙ୍କ ଉପରେ ସେ ଝିଅ 62 ଲାକ୍ସର କେସ୍ ଫାଇଲ୍ କଲା ଆଉ ତାପରେ ସେ ଜିତି ବି ଗଲା ବଟ୍ ଲେଟର ଆଇ ରିୟଲାଇଜ୍ କି ଏଇ ଯେଉଁ ଭିଡ଼ିଓ ଥିଲା ନା ଏଇଟା ଗୋଟେ ରେଡିଟ୍ର ପୋଷ୍ଟ ଥିଲା ଯେଉଁଟାକି ଏତେ ରିଲେଟେବୁଲ୍ ଥିଲା ବସ୍ 2 ଦିନ ଭିତରେ ପୁରା ଇଣ୍ଡିଆରେ ସବୁ ଜାଗାରେ ଭାଇରାଲ୍ ହେଇଗଲା ଆଉ ଯାହା ପାଇଁ ସବୁ ନ୍ୟୁଜ୍ ଚ୍ୟାନେଲରେ ଏଇ ଜିନିଷଟି ଦେଖାଇବାକୁ ଲାଗିଲେ ଆଉ ମୋର ସବୁଠୁ ବଡ଼ ମିଷ୍ଟେକ୍ ଥିଲା କି ମୁଁ ନ୍ୟୁଜ୍ ଚ୍ୟାନେଲ୍ ଉପରେ ବିଲିଭ୍ କଲି କାରଣ ଆଜିର ତାରିଖରେ ନ୍ୟୁଜ୍ ଚ୍ୟାନେଲ୍ ଉପରେ ବିଲିଭ୍ କରିବା ସେଇଟା ହେଉଛି ସବୁଠୁ ବଡ଼ ମୂର୍ଖାମି ଭାଇରାଲ୍ ନ୍ୟୁଜ୍ ଉପରେ ନ୍ୟୁଜ୍ ବନେଇବା ତାଙ୍କର ପ୍ରଥମ କାମ ହେଇଗଲା ସେକେଣ୍ଡ କାମ ହେଲା ସତଟା କ'ଣ ଜଣାଇବା ଦୁନିଆକୁ ବଟ୍ ଯଦି ଭୁଲ ହେଇଛି ତାହେଲେ ତାକୁ ମାନିବା ବି ଆମର ରେସ୍ପନ୍ସିବିଲିଟି ବଟ୍ ସେଇଟା ସତ ନୁହେଁ ସେଇଟା ଗୋଟେ ରେଡିଟ୍ର ପୋଷ୍ଟ ଥିଲା ବାସ୍ बट ମୁଁ ଭାବିଲି ତା ଉପରେ ବି ଗୋଟେ ଭିଡ଼ିଓ ବନେଇଦେବା ପାଇଁ କାରଣ ମୁଁ ଚାହେଁନି କୌଣସି ଫେକ୍ ନ୍ୟୁଜ୍ ସ୍ପ୍ରେଡ୍ କରିବା ପାଇଁ ବହୁତ ରିଲେଟେବୁଲ୍ ଥିଲା ସେଇଥିପାଇଁ ସେ ଜିନିଷଟା ବହୁତ ଭାଇରାଲ୍ ହେଇଗଲା କିନ୍ତୁ ଜରୁରୀ ନୁହେଁ ସବୁ ଭାଇରାଲ୍ ହେବା ଜିନିଷ ସତ ଥାଏ ବୋଲି ତ ଆଜିର ତାରିଖରେ ଏଟା ବି ଗୋଟେ ଲର୍ଣ୍ଣିଂ ମୋ ପାଇଁ କି କୌଣସି ଜିନିଷ ନ୍ୟୁଜ୍ ଚ୍ୟାନେଲ୍ କି କୌଣସି ଜାଗାରେ ଦେଖିବା ପରେ ତାକୁ 10 ଥର ଏଆଇର ଜମାନାରେ 10 ଥର ଭେରିଫିକେସନ୍ କରିକି ତାପରେ ତା ଉପରେ ଭିଡ଼ିଓ ବନେଇବା ଦରକାର ବଟ୍ ଭୁଲ ତ ହୁଏ ଭୁଲ ଦ୍ୱାରା ହିଁ ମଣିଷକୁ ଶିଖିବାକୁ ମିଳେ बट फॉर यू ऑल्सो कि जदि कौन सी जिनस देखुं ताकू एमती अंध भाव विश्वास करूँ ना आउ न्यूज चैनल को तो बिल्कुल भी बिलीव करूँ ना।